ଦୁନିଆରେ ମଣିଷ ଯେତେ ଦୁଃଖ ଭୋଗ କରେ ଶତକଡ଼ା 90 ଭାଗରୁ ଅଧିକ ନିଜର କର୍ମ ପାଇଁ। ତେଣୁ এই କର୍ମ ତୋହର ମୂଳ ବୀଜ ବୃକ୍ଷ ଅଙ୍କୁରି ଉଠେ ତେଜ। ଠିକ୍ ଭାବରେ କର୍ମ କରିଥିଲେ ଯେମିତି ଅଙ୍କୁର ମାନେ ଗଛର ମଞ୍ଜିରୁ ଅଙ୍କୁର ଉଦ୍ଗମ ହୁଏ, ସେଥିରୁ ଗଛଟା ହୃଷ୍ଟପୃଷ୍ଟ ହୋଇକି ଉଠେ। ଠିକ୍ ସେହିଭଳି କର୍ମଟା ଭଲ ଭାବେ କରିଥିଲେ ସତ୍କର୍ମ, ସେ ସତ୍କର୍ମର ଫଳଟା ସେ ଆକାରରେ ରଖେ। ତେଣୁ କର୍ମ କରିଣ ଫଳ ପାଇ ପ୍ରାଣୀ ତ ଆବଶ୍ୟକ ନୁହେଁ। ଆମେ ପ୍ରଭୁଙ୍କୁ ଅର୍ପଣ କରି ଯେଉଁ କର୍ମ ଆମେ କରୁ ସେ କର୍ମ ହେଉଛି ସତ୍କର୍ମ। ସେଥିରେ ସୁଖ ଅଛି ଏବଂ ସେଥିରେ ବ୍ରହ୍ମାନନ୍ଦ ଅଛି। ସେଟାକୁ ଆପଣମାନେ ଆପଣାନ୍ତୁ, ସୁଖରେ ରହିବେ।